ଆଞ୍ଚଳିକ ପାଣିପାଗ ବିଭାଗରୁ ମିଳୁଥିବା ସୂଚନା ଅନୁସାରେ 31ରୁ ବଢ଼ିବ ବର୍ଷା। ସେପ୍ଟେମ୍ବର 3 ଯାଏଁ ଦେଖାଇବ ପ୍ରକୋପ। ଆଜି ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ। ଖବରଟି ଜାଣିବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର କରି ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ବହୁମାତ୍ରାରେ ସେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ରାଜ୍ୟରେ ଆସନ୍ତା 31 ତାରିଖରୁ ବର୍ଷା ବଢ଼ିବ। ସେପ୍ଟେମ୍ବର 3 ତାରିଖ ପର୍ଯ୍ୟନ୍ତ ବର୍ଷା ପ୍ରକୋପ ଅଧିକ ରହିବ। ପାଣିପାଗ ବିଭାଗ ପୂର୍ବରୁ ଏଭଳି ସୂଚନା ମିଳିଛି। ପାଣିପାଗ ବିଭାଗର ଆକଳନ ହେଲା, ଶନିବାର ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। 31 ଅଗଷ୍ଟରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ସହ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଏହା ବାଦ୍ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେପ୍ଟେମ୍ବର 1ରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି। ବହୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। 2 ଓ 3 ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷା ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ଥିଲା। ପ୍ରାୟତଃ ଖରାଟିଆ ଥିଲା ପାଗ, କାଁ ଭାଁ ବର୍ଷା ହୋଇଥିଲା। ଏହିପରି ଲାଟେଷ୍ଟ ଖବର ଜାଣିବାକୁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅନ୍ କରନ୍ତୁ, ଯାହାଦ୍ୱାରା ସର୍ବଦା ଏହିପରି ଲାଟେଷ୍ଟ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ।